ଭଦ୍ରକର ଚାନ୍ଦବାଲି ଅଞ୍ଚଳରେ କାମ ଦେବା ବାହାନାରେ ଦୁଷ୍କର୍ମ। ବିଲ କାମ କରିବାକୁ ଆସି ଗଣଦୁଷ୍କର୍ମର ଶିକାର ହେଲେ ଆଦିବାସୀ ମହିଳା। ଭଦ୍ରକ ଚାନ୍ଦବାଲି ଅଞ୍ଚଳର ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭୁବନେଶ୍ୱରରେ ଛୋଟ ଛୁଆ ବେକରେ ଛୁରୀ ରଖି ମାଙ୍କୁ ଦୁଷ୍କର୍ମ। ଏହି ସମୟରେ 4 ଜଣ ଡକାୟତ ବାଲକୋନି ପଟେ ଘର ଭିତରକୁ ପଶିଥିଲେ। ଚୋରି କରିବା ବେଳେ ମହିଳାଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଝିଅର ବେକରେ ଛୁରୀ ଲଗାଇ ମାରିଦେବାର ଭୟ ଦେଖାଇ ଦୁଷ୍କର୍ମ କରିଥିଲେ। ବ୍ରହ୍ମପୁରରେ +2 ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ। ଅଭିଯୋଗ ନିଶା ଦେଇ ଜଣେ ଯୁକ୍ତ 2 ପଢୁଥିବା ନାବାଳିକା ଛାତ୍ରୀଙ୍କୁ 8 ଜଣ ପୁରୁଷ ବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରାଉରକେଲାରେ ନାବାଳିକାକୁ ଦୁଷ୍କର୍ମ। ଷ୍ଟିଲ୍ ସିଟିରେ ପୁଣି ଲଜା। ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ଘଟଣାରେ 3 ଅଟକ। ସେ ଛୋଟ ଛୁଆଠୁ ଧରିକି 50 ବର୍ଷର ଓଲ୍ଡ ଫିମେଲ ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ଖରାପ ବ୍ୟବହାର ହେଉଛି। ଜାଣିଛ ଏସବୁ ହେବାର କାରଣ କ'ଣ? ହଁ, ଆପଣ ଭାବୁଥିବେ ଏହି ସବୁ କାମ କରୁଥିବା ବ୍ୟକ୍ତି ଜଣେ ଜଣେ ରାକ୍ଷସ ଏବଂ ଆଜିର ଏହି ଦୁନିଆରେ ଝିଅ ବୋହୂମାନେ ଏକୁଟିଆ ଘରୁ ବାହାରିବା ପାଇଁ ଡରୁଛନ୍ତି। କିଛି ଏମିତି ଜିନିଷ ଅଛି ଯାହାଦ୍ୱାରା ଆପଣ ନିଜକୁ ତାଙ୍କଠାରୁ ସୁରକ୍ଷିତ ରଖିପାରିବେ। ଏହା ଆପଣଙ୍କୁ ସବୁ ସ୍କୁଲରେ ଶିଖାଉଛନ୍ତି। ଅନ୍ୟପଟରେ ଯଦି କୌଣସି ଝିଅ ଘର ଚଳାଇବା ପାଇଁ ଜବ୍ କିମ୍ବା ପାର୍ଟ ଟାଇମ୍ ଜବ୍ କରୁଛି, ସେ ନିଜ ଖୁସି ଅପେକ୍ଷା ଘରେ ଥିବା ସବୁ ମଣିଷଙ୍କ ଖୁସିକୁ ଧ୍ୟାନ ଦେଇଥାଏ। ଏହି ବିଶ୍ୱାସରେ ଭଗବାନ ମୋତେ ମୌକା ଦେଇଛନ୍ତି ବାପା ମାଙ୍କୁ ଖୁସିରେ ରଖିବା ପାଇଁ। କିନ୍ତୁ ସତ କ'ଣ ଆପଣ ଜାଣିଛ? कोलकाता आरजीकर मेडिकल कॉलेज एंड हॉस्पिटल डाक्तरी छात्री को दुष्कर्म और हत्या घटना। हॉस्पिटल रे व्यापक भंगारुजा। ଝିଅ ବୋହୂମାନେ କିଛି ଜରୁରୀ କାମ ପାଇଁ ଘରୁ ବାହାରିଥାନ୍ତି, କିନ୍ତୁ ସେମାନଙ୍କୁ ଜଣା ନାହିଁ କି ସେମାନଙ୍କ ସାଙ୍ଗରେ କ'ଣ ଘଟିବାକୁ ଯାଉଛି। ଏହା ଯଦି ସେମାନେ ଆଗରୁ ଜାଣିଥାନ୍ତେ ତାହେଲେ ଇଣ୍ଡିଆ ଆସି ନଥାନ୍ତେ। Nos ha pasado algo que no deseamos a nadie. Nos han asaltado en la tienda, nos han golpeado. ଝିଅମାନେ ସମାଜ ଆଗରେ ମୁଣ୍ଡ ଟେକି ପାରନ୍ତି ନାହିଁ। ନିଜକୁ ଘର ଭିତରେ ବନ୍ଦ କରିଦିଅନ୍ତି। କାନ୍ଦି କାନ୍ଦି କେବଳ ଗୋଟିଏ ପ୍ରାର୍ଥନା କରନ୍ତି, ମୋ ସହିତ ଏମିତି କାହିଁକି ହେଲା। ଶେଷରେ ସେ ନିଜକୁ ଏତିକି ଘୃଣା କରିଥାଏ, ବାଧ୍ୟ ହୋଇ ସୁସାଇଡ୍ କରିବା ପାଇଁ ଆଟେମ୍ପ୍ଟ କରେ। ଏହା ଜାଣିକି ବି ତା ସହିତ କ'ଣ ଘଟିଛି, ତାର ଏବେ ସମୟ କେମିତି ଚାଲିଛି, ସବୁ ଜାଣିକି ନ ଜାଣିଲା ଭଳି ପଡୋଶୀ ଘରର ଲୋକମାନେ ତାକୁ ଖରାପ ନଜରରେ ଦେଖିଥାନ୍ତି। तक उन्होंने मुझे अपनी तरफ घुमा के उन्होंने मेरे होठों को छूना चालू कर दिया। पापा के उम्र का इंसान मेरे ऊपर चढ़ के यहाँ पे जो मन किए जा रहा है, जो डर था वो दर्द में कब बदल गया वो पता ही नहीं चला। 40% ପିଲାଙ୍କର ଛୋଟ ବେଳୁ ଗୋଟିଏ ମାଇଣ୍ଡସେଟ୍ ଥାଏ, ସ୍କୁଲକୁ ଗଲେ କେମିତି କାହାର ମଜାକ ଉଡେଇବୁ। ଏବଂ ଏହି ମଜାକ ସେମାନଙ୍କୁ ଧୀରେ ଧୀରେ ଏତେ ଉତ୍ସାହିତ କରିଥାଏ, ସେମାନେ ଶେଷରେ ନିଶାଦ୍ରବ୍ୟ ନେବା ପାଇଁ ବାଧ୍ୟ ହୋଇଯାଆନ୍ତି। ନିଶାଦ୍ରବ୍ୟ ନେବା ଦ୍ୱାରା ସେମାନେ କ'ଣ କରନ୍ତି ତାହା ମଧ୍ୟ ଜାଣିପାରନ୍ତି ନାହିଁ। ଗୋଟିଏ ଦିନ ନିଶା ଯଦି ତାକୁ ମିଳୁନାହିଁ ତାହେଲେ ସେ କିଛି ବି କରିବା ପାଇଁ ବାଧ୍ୟ ହୋଇଯାଏ। महाराज जी, मैं पिछले 10 साल से नशा कर रहा हूँ। शुरुआत में अच्छा लग रहा था, लेकिन पिछले 5 साल से तड़फ रहा हूँ। मुझे नशे से बाहर आना है। मैंने नशे में अपने माता पिता को भी गलत बोल दिया। ଯଦି ମୁଁ କହିବି ଗୋଟିଏ କାମ କଲେ ଆମ ଦେଶରେ ଯେତିକି % ବଳାତ୍କାର ହେଉଛି ତାର 2 ଗୁଣା କ୍ରାଇମ କମିଯିବ, ଆପଣଙ୍କୁ ଲାଗୁଥିବ କିଛି ବି। ମୋ ଭାଇ ଭଉଣୀ ମାନେ ମୋ କଥାକୁ ଟିକେ ଧ୍ୟାନ ଦେଇ ଶୁଣିବେ, ତାହେଲେ ଯାଇକି ଆପଣ ଏ ବଡ଼ ଗଛର ଚେରକୁ ପହଞ୍ଚି ପାରିବେ। ଟ୍ରଷ୍ଟ ମି। ଆପଣ କେମିତି ଏହାକୁ ସହଜରେ ବୁଝିପାରିବେ ସେଥିପାଇଁ ମୁଁ ଗୋଟିଏ ଫ୍ରେମୱାର୍କ ବନେଇଛି। ଏହା 3 ପ୍ରକାରର। ଏଥିରେ ଅଛି ଇମୋସନ କିମ୍ବା ଫିଲିଂସ୍, ଗ୍ରୁପ, ପ୍ରୋଟେକ୍ଟ। ପ୍ରଥମେ ଆମେ ବୁଝିବା ଇମୋସନ ଫିଲିଂସକୁ, ଶେଷରେ ପ୍ରୋଟେକ୍ଟକୁ ବୁଝିବା। ଝିଅମାନେ ଛୋଟ ସମୟରୁ ଗୋଟିଏ କଥା ତ ନିଶ୍ଚୟ ଶୁଣିଥିବେ କି ଝିଅ ତୁ ଏକୁଟିଆ ଘରୁ ଗୋଡ଼ କାଢ଼େ ନା। ଏକଥା କାହିଁକି କହିଥାନ୍ତି ଆପଣ ଜାଣିଛ? ତମର ବାପା ମା ତମ କଥାକୁ ବହୁତ ଭାବନ୍ତି। ସେମାନଙ୍କୁ ଗୋଟିଏ ଡର ସବୁଦିନ ଆସେ, ମୋ ଝିଅ ଯେମିତି କୌଣସି ଅସୁବିଧାରେ ନ ପଡୁ। କାହିଁକି ନା ସେମାନେ ଗୋଟିଏ କଥା ଭଲ ଭାବରେ ଜାଣିଛନ୍ତି, ଏ ଦୁନିଆରେ କ'ଣ ସବୁ ଘଟୁଛି, କ'ଣ ଘଟିବାକୁ ଆସୁଛି। ଖାସ କରି ତମ ମା ଏକଥା ଜାଣିଛି, ଯଦି ତମକୁ ସମାଜରେ ହେଉଥିବା ଅପରାଧ ବିଷୟରେ ନ କୁହେ, ହୁଏତ ଭବିଷ୍ୟତରେ ତାଙ୍କର ମୁଣ୍ଡ ତଳକୁ ହୋଇପାରେ। ଏହା ସବୁ ନ ହେବା ପାଇଁ ତମକୁ ସେ ଭଲ ଗୁଣ, ଭଲ କଥାବାର୍ତ୍ତା ଶିଖାଇଥାଏ। ସେଥିପାଇଁ ଯେଉଁ ସ୍କୁଲ କିମ୍ବା କଲେଜରେ ଝିଅମାନଙ୍କୁ ଭଲ ଫେସିଲିଟି ମିଳୁଛି, ସେଠି ତମର ନାମ ଲେଖାଇଥାନ୍ତି। ସେମାନେ ଗୋଟିଏ କଥା ଭାବନ୍ତି, ମୋ ଝିଅକୁ କାହାର ନଜର ନ ଲାଗୁ। ଏହା ଭାବି ଭାବି ସେମାନେ ବୁଢା ବୁଢୀ ହୋଇଯାଆନ୍ତି ଏବଂ ଝିଅ ବଡ଼ ହୋଇ ଚାକିରିଟିଏ କରେ। କିନ୍ତୁ ସତ କ'ଣ ଆପଣ ଜାଣିଛ? कोलकाता आरजीकर मेडिकल कॉलेज एंड हॉस्पिटल डाक्तरी छात्री को दुष्कर्म और हत्या घटना। ଗୋଟିଏ ଝିଅକୁ ତାର ବାପା ମା କେତେ ସୁରକ୍ଷା ଦେଲେ ଏବଂ ଶେଷରେ ସେ ଝିଅ ଚାକିରିଟିଏ କଲା, କିନ୍ତୁ ତାଙ୍କୁ ମିଳିଲା କ'ଣ? ମୁଁ ଏଇଆ କହିବାକୁ ଚାହୁଁଛି, ଯେତିକି ସୁରକ୍ଷା ତମେ ତମ ଝିଅକୁ ଦଉଛ, ଯେତିକି ଭଲ ଗୁଣ ତମେ ତମ ଝିଅକୁ ଶିଖାଉଛ, ସେତିକି ଭଲ ଗୁଣ ତମେ ତମ ପୁଅକୁ ଶିଖାଅ।
ଯେମିତିକି ପୁଅ ରାତିରେ ତୁ ଏକୁଟିଆ ଘରୁ ବାହାରିବୁ ନାହିଁ। ଏହାର ଅର୍ଥ ଏହି ଦୁନିଆରେ ବହୁତ ପ୍ରକାରର ଲୋକ ଅଛନ୍ତି। ତୁ ସେମାନଙ୍କ ଠାରୁ ଦୂରରେ ରହିବୁ, କାହିଁକି ନା ତତେ ନିଶାଦ୍ରବ୍ୟ ଦେଇ ବଡ ମଦୁଆ ବନେଇଦେବେ, ଯାହାର ଫଳରେ ତୁ କଣ କରିବୁ ତାହା ମଧ୍ୟ ଜାଣିପାରିବୁ ନାହିଁ ଏବଂ ବହୁତ ବଡ ଭୁଲ କାମ କରିଦେବୁ। ଏହା ଗୋଟିଏ ଠିକ କାମ ନୁହେଁ, ଯାହାର ଫଳରେ କି ତୋ ପାଇଁ ଆମେ ସମାଜ ଆଗରେ ମୁଣ୍ଡ ଟେକି ପାରିବୁ ନାହିଁ। ପିଲାମାନଙ୍କୁ ଆପଣ ଛୋଟବେଳୁ ନିଜ ହିସାବରେ ଗଢିବା କଥା, ଯେମିତିକି ଝିଅମାନଙ୍କୁ ଗଢୁଛ। ଏବଂ ଯେଉଁ ସ୍କୁଲ କଲେଜରେ ପୁଅମାନଙ୍କୁ ଭଲ ଶିକ୍ଷା ମିଳୁଛି ସେଠି ନାମ ଲେଖାଇବା କଥା, ଯେମିତିକି ଟିକେ ଭୁଲ କାମ କରିବା ପୂର୍ବରୁ ଅର୍ଜୁନଙ୍କ କଥା ମନେ ପଡିବ। उर्वशी जी अर्जुन को वहाँ स्वर्ग में, तो उन्होंने कहा आप माता कुंती के समान पूज्य हम ऐसा नहीं, तो उनका जा नपुंसक को साफ स्वीकार कर लिया। गलत नहीं। କିଛି ଜିନିଷକୁ ଏତିକି ମାତ୍ରାରେ ପ୍ରମୋଟ କର, ପିଲାମାନେ ଆଖି ମୁଞ୍ଜିକି ସେ ଜିନିଷକୁ କିଣିବେ। लेजेंड दिल खोल के बोल with Kingfisher। Yeah, we could brew Budweiser quicker। କିଛି କଷ୍ଟ ଦେହର ପୀଡାକୁ ଦୂର କରିବା ପାଇଁ ମଦର ବ୍ୟବହାର କରାଯାଏ, କିନ୍ତୁ ମଦର ଚାହିଦା ଏତେ ମାତ୍ରାରେ ବଢିଲା, ଲୋକମାନେ ସବୁବେଳେ ନିଶାରେ ରହିଲେ। ଏହି ଦୁନିଆରେ କଣ ସବୁ ଘଟୁଛି, ତାଙ୍କ ଫ୍ୟାମିଲିରେ କଣ ଅସୁବିଧା ହେଉଛି ତାହା ସେମାନେ ଜାଣିପାରନ୍ତି ନାହିଁ। ଯଦି ସେମାନେ କିଛି ଜାଣିବେ ସେଇଟା ହେଲା ମଦ। ଯଦି ତାଙ୍କ ସ୍ତ୍ରୀ ତାଙ୍କୁ କିଛି କୁହନ୍ତି ତାହେଲେ ସେମାନେ ତାଙ୍କୁ ଜୀବନରୁ ମାରି ଦିଅନ୍ତି। छत्तीसगढ़ के दुर्ग जिले के भिलाई नगर थाना क्षेत्र के सेक्टर 6 में एक शख्स ने अपनी पत्नी की गला घोंटकर हत्या कर दी। ପିଲାମାନେ ଜାଣିପାରନ୍ତି ନାହିଁ ମୁଁ ଯାହା ସହିତ ସାଙ୍ଗ ହେଉଛି ସେ ଗୋଟିଏ ଭଲ ମଣିଷ ନା ନାହିଁ। ଏମିତି ସେମାନେ ବହୁତ ସାଙ୍ଗ ବନେଇ ଦିଅନ୍ତି। ସେଥିମଧ୍ୟରୁ କିଏ ଭଲ ମଣିଷ ହୋଇଥାଏ କି ଖରାପ ମଣିଷ ହୋଇଥାଏ। ଆପଣ ଗୋଟିଏ କଥା ତ ନିଶ୍ଚୟ ଶୁଣିଥିବେ, ଭଲ ପିଲାମାନଙ୍କ ସାଙ୍ଗରେ ମିଶିଲେ ଭଲ ହେବ, ଖରାପ ପିଲାମାନଙ୍କ ସାଙ୍ଗରେ ମିଶିଲେ ଖରାପ ହୋଇଯିବୁ। ତମ ସାଙ୍ଗରେ ଖରାପ ପିଲାମାନେ ଏମିତି ମିଶିବେ ତମେ ଭାବିବ କି ସେ ଗୋଟିଏ ଭଲ ପିଲା ଏବଂ ତାଙ୍କ ସହିତ ଆପଣ ସାଙ୍ଗ ହୋଇ ଭଲ ସାଙ୍ଗମାନଙ୍କୁ ଦୂରେଇ ଦବ। ଧୀରେ ଧୀରେ ସେମାନେ ତମକୁ ଏତିକି ବିଶ୍ୱାସ ଦେବେ, ଶେଷରେ ଆପଣ ମଦ ପିଇବା ପାଇଁ ବାଧ୍ୟ ହୋଇଯିବେ। ଖାଲି ମଦ ନୁହେଁ, ଏଥିରେ ବିଡି, ସିଗାରେଟ, ଗଞ୍ଜେଇ ସବୁ ଅଭ୍ୟାସ କରାଇଦେବେ। ଏତିକି ଆପଣ ଏହା ପାଇଁ ଇଏ ହୋଇଯିବେ, ଶେଷରେ ଆପଣ ଏହା ପାଇଁ ଘର ଲୋକମାନଙ୍କ ସାଙ୍ଗରେ ଲଢେଇ କରିବେ। ଧୀରେ ଧୀରେ ଆପଣଙ୍କ ମନ ବଦଳିଯିବ, ଆପଣ ଫୋନ ସାହାଯ୍ୟରେ ଖରାପ ଜିନିଷ ଦେଖିବାକୁ ଆରମ୍ଭ କରିବେ ଏବଂ ଆପଣ ଝିଅ ବୋହୂ ମାନଙ୍କୁ ଖରାପ ନଜରରେ ଦେଖିବେ ଏବଂ ବାଟ ଦାଣ୍ଡରେ ଯାଉଥିବା ଝିଅ ବୋହୂ ମାନଙ୍କୁ ଆପଣ ଖରାପ ବ୍ୟବହାର କରିବା ପାଇଁ ବାଧ୍ୟ ହୋଇଯିବେ। ଶେଷରେ ସେ ଝିଅକୁ ଆପଣ ମାରିଦେବେ କିମ୍ବା ସେ ନିଜେ ମରିଯିବ। ଏଠି ଭୁଲ କାହାର? ଆପଣ କହୁଥିବେ ଏଠି ଭୁଲ ସେ ପିଲାର, କାରଣ ସେ ଏହି ସବୁ କରିଛି। ଆପଣ ଭୁଲ କହୁଛନ୍ତି। ଏଠି ଭୁଲ ସେ ପିଲା ବାପା ମାଙ୍କର, କାରଣ ସେ ପୁଅକୁ ସେମାନେ ଛୋଟବେଳ ଠାରୁ ଢିଲା ଛାଡି ଯାଇଛନ୍ତି। ସେମାନେ ତାଙ୍କ ପୁଅକୁ ଠିକ ବାଟକୁ ଆଣି ନଥିଲେ, ସେମାନେ ତାଙ୍କ ପୁଅର ସାଙ୍ଗସାଥୀ ମାନଙ୍କୁ ଜାଣିନଥିଲେ। ସେମାନେ ତାଙ୍କ ପୁଅକୁ ଗୋଟିଏ ବଡ କଲେଜରେ ନାମ ଲେଖାଇ ହଷ୍ଟେଲରେ ଦେଇ ଦେଉଛନ୍ତି। କିଛି ଭାବୁନାହାନ୍ତି କି ସେଠି ମୋ ପୁଅର ଭବିଷ୍ୟତ ହେବ କି ନାହିଁ, ମୋ ପୁଅର ସାଙ୍ଗସାଥୀ ମାନେ ଭଲ ନା ଖରାପ, ଏହି ସବୁ ନ ଭାବି ସେମାନେ ଚିନ୍ତାହୀନ ପରି ରହୁଛନ୍ତି। ଏହି ସବୁଠାରୁ ଆମେ କେମିତି ବଞ୍ଚିବୁ? ପ୍ରଥମେ ସ୍କୁଲ କିମ୍ବା କଲେଜରେ କେମିତି ନିଜକୁ ସୁରକ୍ଷା ଦିଆଯିବ ତାହା ଶିଖାଉଛନ୍ତି ଏବଂ ଯେତିକି ଧ୍ୟାନ ଝିଅର ଇଜ୍ଜତକୁ ନେଇ ଦଉଛ ସେତିକି ଧ୍ୟାନ ପୁଅକୁ ଦିଅ। ତାକୁ ଗୋଟିଏ କଥା ଛୁଆବେଳ ଠାରୁ କହି ଆସ, କୌଣସି ଝିଅ ବୋହୂ ମାନଙ୍କୁ ଖରାପ ଦୃଷ୍ଟିରେ ଦେଖିବା ପୂର୍ବରୁ ପ୍ରଥମେ ତ ମା ଭଉଣୀ ବିଷୟରେ ଭାବି ନେବୁ କି ଆଜି ସେମାନଙ୍କୁ ବି କିଏ ଖରାପ ଦୃଷ୍ଟିରେ ଦେଖୁଥିବ। ସଦାବେଳେ ଗୋଟିଏ କଥା ମନେ ରଖିବ, ଅନ୍ୟ କେହି ଯଦି କଷ୍ଟ ପାଉଛନ୍ତି ସଦାବେଳେ ଭାବିବ କି ତାର କଷ୍ଟକୁ କେମିତି ମୁଁ ମୋ ନିଜ ଭିତରେ ଆଣିବି। ତାହେଲେ ଯାଇକି ଆପଣ ଅନ୍ୟର ଦୁଃଖ କଷ୍ଟକୁ ବୁଝିପାରିବେ ଏବଂ ଅନ୍ୟଟି ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହାର ନାମ ମଦ। ଏହାକୁ କେମିତି ବନ୍ଦ କରିପାରିବା? ଦେଖ, ମଦ ଦୁଇ ପ୍ରକାରର, ଗୋଟିଏ ହେଲା ଲିଗାଲ ମଦ, ଅନ୍ୟଟି ଇଲିଗାଲ ମଦ। ଆମେ ଇଲିଗାଲ ମଦକୁ ବନ୍ଦ କରିପାରିବା କିନ୍ତୁ ଲିଗାଲ ମଦକୁ ବନ୍ଦ କରିପାରିବା ନାହିଁ। କିନ୍ତୁ ଗୋଟିଏ କାମ କଲେ ଏହା ହୋଇପାରିବ। ଯେମିତି ଡ୍ରାଇଭର ମାନଙ୍କ ପାଇଁ ଡ୍ରାଇଭର ମହାସଂଘ ଗ୍ରୁପ ଅଛି, ଯେମିତି କନେଷ୍ଟବଳ ମାନଙ୍କ ପାଇଁ ଓଡିଶା କନେଷ୍ଟବଳ ଗ୍ରୁପ ଅଛି, ସେମିତି ଆପଣ ନାରୀ ମହାସଂଘ ଗ୍ରୁପ ବାହାର କରିପାରିବେ। ଏହା ଦ୍ୱାରା ଆପଣ ଇଲିଗାଲ ମଦକୁ ବହୁତ ମାତ୍ରାରେ ବନ୍ଦ କରିପାରିବେ କିନ୍ତୁ ଲିଗାଲ ମଦକୁ ବନ୍ଦ କରିପାରିବେ ନାହିଁ। କିନ୍ତୁ ଆପଣ ତାର ରେଟକୁ ବଢାଇ ପାରିବେ, ଯାହା ଦ୍ୱାରା କିଛି ମାତ୍ରାରେ ଯେତିକି % କ୍ରାଇମ ହେଉଛି ତାର 2 ଗୁଣା କ୍ରାଇମ କମିଯିବ।